ହ୍ୟାଲୋ ଭିଉଅର୍ସ, ୱେଲକମ୍ ଟୁ ଆୱାର ଚ୍ୟାନେଲ୍। ଆଜି ଆମେ ଦଶମ ଶ୍ରେଣୀ ବୀଜଗଣିତ ସ୍ଥାନାଙ୍କ ଜ୍ୟାମିତିର ତ୍ରିଭୁଜର କ୍ଷେତ୍ରଫଳ ବିଷୟରେ ଆଲୋଚନା କରିବା। ତ୍ରିଭୁଜର କ୍ଷେତ୍ରଫଳ ଆମେ ସମସ୍ତେ ଜାଣିଛେ ଯେ ଭୂମି ଏବଂ ଉଚ୍ଚତା ଦତ୍ତ ଥିଲେ ତ୍ରିଭୁଜର କ୍ଷେତ୍ରଫଳ ହାଫ୍ ଗୁଣନ ଭୂମି ଗୁଣନ ଉଚ୍ଚତା। ତ ସିଏ କହିଲା ଗୋଟିଏ ଟ୍ରାପିଜିୟମର କ୍ଷେତ୍ରଫଳ ହାଫ୍ ଇଣ୍ଟୁ ଉଚ୍ଚତା ଇଣ୍ଟୁ ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି। ତ ଏଠି ଆମେ କ'ଣ ଜାଣିଲେ ନା ଯଦି ଟ୍ରାପିଜିୟମର କ୍ଷେତ୍ରଫଳ କେମିତି ବାହାର କରିବା, ଉଚ୍ଚତା ଏବଂ ସମାନ୍ତର ବାହୁଦ୍ୱୟ ଦେଇଥିଲେ ହାଫ୍ ଇଣ୍ଟୁ ଉଚ୍ଚତା ଇଣ୍ଟୁ ସମାନ୍ତର ବାହୁଦ୍ୱୟର ଦୈର୍ଘ୍ୟର ସମଷ୍ଟି। ଏହି ସୂତ୍ର ବ୍ୟବହାର କରିକି ଆମେ ଟ୍ରାପିଜିୟମର କ୍ଷେତ୍ରଫଳ ବାହାର କରିବା। ତ ସେ କହିଲା ଉପପାଦ୍ୟ 3 ଗୋଟିଏ ତ୍ରିଭୁଜର ଶୀର୍ଷ ବିନ୍ଦୁମାନଙ୍କର ସ୍ଥାନାଙ୍କ x1 y1 x2 y2 x3 y3 ହେଲେ ତ୍ରିଭୁଜଟିର କ୍ଷେତ୍ରଫଳ କ'ଣ ହେବ ନା ହାଫ୍ ମଡୁଲସ୍ ଅଫ୍ x1 y2 ମାଇନସ୍ y3 ପ୍ଲସ୍ x2 y3 ମାଇନସ୍ y1 ପ୍ଲସ୍ x3 y1 ମାଇନସ୍ y2। କାହିଁକି ନା ତ୍ରିଭୁଜର କ୍ଷେତ୍ରଫଳ ସବୁବେଳେ କ'ଣ ହେଇଥାଏ ନା ପଜିଟିଭ୍ ଆସିବ। ତ ସେଥିପାଇଁ ମଡୁଲସ୍ ଦିଆଯାଇଛି। ଯଦି ବି ନେଗେଟିଭ୍ ଆସିଲା ମଡୁଲସ୍ ଥିଲେ ପଜିଟିଭ୍ ହେଇଯିବ। ତ ଏଇଟା ଆମେ କେମିତି ମନେ ରଖିବା ନା ହାଫ୍ ପ୍ରଥମ ଶୀର୍ଷ ବିନ୍ଦୁର x ସ୍ଥାନାଙ୍କ ଗୁଣନ ଦ୍ୱିତୀୟ ଶୀର୍ଷ ବିନ୍ଦୁର y ସ୍ଥାନାଙ୍କ ଫେରାଣ ତୃତୀୟ ବିନ୍ଦୁର y ସ୍ଥାନାଙ୍କ। ସେହିଭଳି ପ୍ରଥମ ଦ୍ୱିତୀୟ ଶୀର୍ଷ ବିନ୍ଦୁର x ସ୍ଥାନାଙ୍କ ଗୁଣନ ତୃତୀୟ ଶୀର୍ଷ ବିନ୍ଦୁର y ସ୍ଥାନାଙ୍କ ଫେରାଣ ପ୍ରଥମ ଶୀର୍ଷ ବିନ୍ଦୁର y ସ୍ଥାନାଙ୍କ। ସେହିଭଳି ତୃତୀୟ ଶୀର୍ଷ ବିନ୍ଦୁର x ସ୍ଥାନାଙ୍କ ଗୁଣନ ପ୍ରଥମ ଶୀର୍ଷ ବିନ୍ଦୁର y ସ୍ଥାନାଙ୍କ ଫେରାଣ ଦ୍ୱିତୀୟ ଶୀର୍ଷ ବିନ୍ଦୁର y ସ୍ଥାନାଙ୍କ। ଏହିଭଳି ହିସାବରେ ଆମେ କ'ଣ କରିବା ନା ସୂତ୍ରଟିକୁ ମନେ ରଖିବା। ତ ତାପରେ ଆମେ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିପାରିବା। ନେକ୍ସଟ ଯିବା। ସମତଳରେ ଏକ ତ୍ରିଭୁଜ ସି ABC ନେଇଛି ଆଉ ABC ମାନଙ୍କର ସ୍ଥାନାଙ୍କ ଯଥାକ୍ରମେ x1 y1 x2 y2 x3 y3 ଦେଖାଯାଇଛି। ତ ପ୍ରାମାଣ୍ୟ ସେ ଲେଖିଲା ତ୍ରିଭୁଜ ABCର କ୍ଷେତ୍ରଫଳ ସୂତ୍ର ନିର୍ଣ୍ଣୟ କରିବା। ତ ସେଥିପାଇଁ ସୂତ୍ରଟିକୁ ଲେଖିଦେଲା। ତାପରେ ଆମେ କ'ଣ କରିବା ଏବେ A B C ତିନୋଟି ତ୍ରିଭୁଜ ନେଇଛି। A ଶୀର୍ଷ ବିନ୍ଦୁରୁ x ଅକ୍ଷ ପ୍ରତି ଗୋଟେ ଲମ୍ବ ଅଙ୍କନ କରିବା, B ଶୀର୍ଷ ବିନ୍ଦୁରୁ ମଧ୍ୟ x ଅକ୍ଷକୁ ଲମ୍ବ ଅଙ୍କନ କରିବା, C ଶୀର୍ଷ ବିନ୍ଦୁରୁ ମଧ୍ୟ x ଅକ୍ଷ ପ୍ରତି ଲମ୍ବ ଅଙ୍କନ କରିବା। ବୁଝିହେଲା। ତ ଆମେ ଏଇଟା କ'ଣ ଦେଖିପାରୁଛେ ନା A x1 y1 B x2 y2 C x3 y3 ଆମେ ଆଗରୁ ନେଇଯାଇଛେ। ତ ଯଦି B ପଏଣ୍ଟଟା x2 y2 ତ ଏଇ M ପଏଣ୍ଟଟା କେତେ ହେବ ନା ଏଇ ପର୍ଯ୍ୟନ୍ତ ବି ସେ x2 ହେବ। ଆଉ y ସ୍ଥାନାଙ୍କ ସବୁବେଳେ x ଅକ୍ଷରେ କ'ଣ 0, ଇଏ ସେଇଭଳିଆ x1 0 ୟା ସ୍ଥାନାଙ୍କ ହେଇଯିବ। ଯେହେତୁ ଏଟା x1 ପର୍ଯ୍ୟନ୍ତ ହେଇଛି ଇଏ ବି ସେ x1 ହେବ, ଇଏ ବି ସେଇଭଳିଆ x3 0। ତ ଏବେ ଆମେ କ'ଣ କରିବା ନା ABC ବିନ୍ଦୁମାନଙ୍କରୁ x ଅକ୍ଷ ପ୍ରତି ଯଥାକ୍ରମେ AL BM ଆଉ CN ଲମ୍ବମାନ ଅଙ୍କନ କରିବା। ସବୁ ଅଙ୍କନ କରିଦେବା। ତାପରେ ଆମେ ଦେଖିବା ଯେ କେଉଁଟା କେତେ ଡିଷ୍ଟାନ୍ସ ଅଛି, OL କେତେ ଅଛି, OM କେତେ ଅଛି ଆଉ ON, AL ଆଉ DM BM ଆଉ ଗୋଟେ ହେଲା କ'ଣ CN। ତ ଏମାନଙ୍କର ସବୁ ଦୂରତା ଫର୍ମୁଲା ପକାଇ ଆମେ କ'ଣ କରିବା ବାହାର କରିଦେବା। ବୁଝିହେଲା। ତ ଆମେ ସମସ୍ତଙ୍କର ଦୂରତା ଜାଣି ସାରିଲେ। ତାପରେ ଏବେ ଆମେ କ'ଣ କରିବା ଏଇଠି କ'ଣ ଆମେ ଦେଖିପାରୁଛେ ନା ଏଇ ତ୍ରିଭୁଜର କ୍ଷେତ୍ରଫଳ ଯେତେବେଳେ ବାହାର କରିବା ଆମେ ଏଇ ଟ୍ରାପିଜିୟମଟିକୁ ଦେଖିପାରୁଛେ। ଏଇ ଟ୍ରାପିଜିୟମ ଏଇଟା କେତେଟା ଟ୍ରାପିଜିୟମ ଏମିତି ଅଛି ନା ଆମର ଦୁଇଟା। ବୁଝିହେଲା। ତ ଆମର ABML ଗୋଟେ ଟ୍ରାପିଜିୟମ ଅଛି ଆଉ ଗୋଟେ ହେଲା ACML ଗୋଟେ ଟ୍ରାପିଜିୟମ ଅଛି। ତ ଏଇ ଟ୍ରାପିଜିୟମକୁ କ'ଣ କରିବା ଦୁଇଟି ଯାକ ଟ୍ରାପିଜିୟମ ALMB ଟ୍ରାପିଜିୟମ ମିଶାଣ ALNC ଟ୍ରାପିଜିୟମ ହେଲା। ALMB ଟ୍ରାପିଜିୟମ ମିଶାଣ ALNC ଟ୍ରାପିଜିୟମକୁ ମିଶେଇକି ତାପରେ ଆମେ କାହାକୁ ମାଇନସ୍ କରିଦେବା ନା BCNM ଏଇଟା N ହେବ ହେଲା। ତ ୟାକୁ ଆମେ ମାଇନସ୍ କରିଦେବା। ତ ଏମିତି ଆକାରରେ ଆମେ ମାଇନସ୍ କରିଦେଲେ ସବୁଗୁଡ଼ା ସୂତ୍ର ପକାଇବା ହେଲା। ସୂତ୍ର ପକାଇକି ଲାଷ୍ଟକୁ ଆମେ ଫାଇନାଲି କ'ଣ ପାଇବା ନା ହାଫ୍ x1 y2 ମାଇନସ୍ y3 ପ୍ଲସ୍ x2 y3 ମାଇନସ୍ y1 ପ୍ଲସ୍ x3 y1 ମାଇନସ୍ y2। ଏହି ଆକାରରେ ଆମେ କ'ଣ ପାଇବା ନା ତ୍ରିଭୁଜର କ୍ଷେତ୍ରଫଳ ପାଇପାରିବା। ତ ସେ କହିଲା ଅନୁସିଦ୍ଧାନ୍ତ 1 ଯେ ତ୍ରିଭୁଜର ତିନି ଶୀର୍ଷ ବିନ୍ଦୁ ଏକ ସରେଖା ରହିବେ ତେବେ ତ୍ରିଭୁଜଟିର କ୍ଷେତ୍ରଫଳ 0 ହେବ।
ଏବଂ ବିପରୀତ ପକ୍ଷେ କୌଣସି ତ୍ରିଭୁଜର କ୍ଷେତ୍ରଫଳ ଶୂନ ହେଲେ ଶୀର୍ଷବିନ୍ଦୁର ଏକ ସରଳରେଖାରେ ରହିବେ। ତା ଅର୍ଥ ହେଲା ଯେ ତ୍ରିଭୁଜର ତିନିଟି ଯାକ ଶୀର୍ଷବିନ୍ଦୁ ଏକ ସରଳରେଖାରେ ରହିବେ। ତାହା ମାନେ ଆମେ ଶୀର୍ଷବିନ୍ଦୁ ଗୁଡ଼ିକ ତିନୋଟି ଏକ ସରଳରେଖା, ସପୋଜ ଇଏ ହେଲା ଏ, ଇଏ ହେଲା ବି, ଇଏ ହେଲା ସି, ଏକ ସରଳରେଖା ରହିବେ ମାନେ କ'ଣ ହେବ ନା କ୍ଷେତ୍ରଫଳଟି ଶୂନ ହେଇଯିବ ହେଲା। ଏକ୍ଜାମ୍ରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆସେ, ସେଥିପାଇଁ ଏଇଟା ମନେ ରଖିବ। ଶୀର୍ଷବିନ୍ଦୁ ଏକ ସରଳରେଖା ରହିଲେ ତ୍ରିଭୁଜଟିର କ୍ଷେତ୍ରଫଳ କ'ଣ ହେବ ଶୂନ ହେବ ଏବଂ ବିପରୀତ ପକ୍ଷେ ଯଦି ତ୍ରିଭୁଜର କ୍ଷେତ୍ରଫଳ ଶୂନ ହେଲା ତାହେଲେ ଶୀର୍ଷବିନ୍ଦୁ ଗୁଡ଼ିକ କ'ଣ ହେବେ ଏକ ସରଳରେଖାରେ ରହିବେ। ସେଥିପାଇଁ କଣ୍ଡିସନଟି କ'ଣ, କଣ୍ଡିସନଟି ହେଲା ଯେ x1 y2 - y3 x2 y3 - y1 ଆଉ x3 y1 - y2ଟା 0 ହେବ ହେଲା। ସେଟା କ'ଣ ହେବ 0 ହେବ। x1 y2 - y3 ଆଉ x2 y3 - y1 ପ୍ଲସ୍ x3 y1 - y2ଟା କ'ଣ ହେବ 0 ହେବ। ତ ସେ ସେଇଭଳିଆ କହିଲା ଅନୁସାର ଟୁ ଯଦି ତ୍ରିଭୁଜର ଏକ ଶୀର୍ଷବିନ୍ଦୁର ସ୍ଥାନାଙ୍କ ମୂଳ ବିନ୍ଦୁ ହୁଏ ତେବେ ତ୍ରିଭୁଜର କ୍ଷେତ୍ରଫଳ। ଶୀର୍ଷବିନ୍ଦୁର ସ୍ଥାନାଙ୍କ ମୂଳ ବିନ୍ଦୁ ହେଲେ ତ୍ରିଭୁଜର କ୍ଷେତ୍ରଫଳ ହାଫ୍ x1 y2 - x2 y1 ହେଲା। ଯଦି ସ୍ଥାନାଙ୍କ ମୂଳ ବିନ୍ଦୁ ହୁଏ ତେବେ ତ୍ରିଭୁଜର କ୍ଷେତ୍ରଫଳ କେତେ ହେବ x1 y2 - x2 y1। ଯେତେବେଳେ ତ୍ରିଭୁଜର ଶୀର୍ଷବିନ୍ଦୁମାନଙ୍କ ସ୍ଥାନାଙ୍କ x1 y1 x2 y2 0 0, କାହିଁକିନା ଏଇଟା 0 0 ଯେହେତୁ ଆସିଲା ତ 0 0 ଆସିଛି ମାନେ ଆମର ଖାଲି କ'ଣ ଆସିବ ହାଫ୍ x1 y2 - x2 y1 ହେଲା। ଯଦି ଶୀର୍ଷବିନ୍ଦୁ ସ୍ଥାନାଙ୍କ ଯେକୌଣସି ଗୋଟେ ଶୀର୍ଷସ୍ଥାନ ମୂଳ ବିନ୍ଦୁ ହେଲା, ଏଇଟା କିଏ ମୂଳ ବିନ୍ଦୁ ହେଇଛି ନା ଥାର୍ଡ଼ ସ୍ଥାନାଙ୍କଟି ହେଲା। ସେକେଣ୍ଡ ସ୍ଥାନାଙ୍କ ହେଇଗଲେ ପୁଣି ଚେଞ୍ଜ ହେଇଯିବ, x1 ଆଉ y3 ହେଇଯିବ, x3 y1 ହେଇଯିବ, ବୁଝିହେଲା। ତ ଅନୁଷ୍ଠାନ 3 ABCD ଏକ ଚତୁର୍ଭୁଜ, ଏହାର କର୍ଣ୍ଣ ସିରିଜ୍ AC ଯଦି ଆମେ ଅଙ୍କନ କରିବା ତାହେଲେ ଆମେ କ'ଣ ପାଇବା ଦୁଇଟି ତ୍ରିଭୁଜ ପାଇବା। କ'ଣ କ'ଣ ତ୍ରିଭୁଜ ପାଇବା ନା ଗୋଟେ ହେଲା ABC ଆଉ ଗୋଟେ ହେଲା ACD। ତ ତାକୁ ଯଦି ଆମେ ମିଶାଇ ଦେବା ଦୁଇଟି ଯାକ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରି ଯଦି ମିଶାଇ ଦେବା ଆମେ କ'ଣ ପାଇଯିବା ABCD ଚତୁର୍ଭୁଜର କ୍ଷେତ୍ରଫଳ ପାଇଯିବା। କ'ଣ ପାଇଯିବା ABCD ଚତୁର୍ଭୁଜର କ୍ଷେତ୍ରଫଳ। ତ ସେଥିପାଇଁ ସେଠି ଦେଇଛି ଯେ ପ୍ରଥମ ଅଧ୍ୟାୟରେ ଆମେ କ'ଣ କଲେ 2 × 2 ମ୍ୟାଟ୍ରିକ୍ସ ଡିଟରମିନାଣ୍ଟ ବିଷୟରେ ଆଲୋଚନା କଲେ। ଏଠାରେ ତ୍ରିଭୁଜର କ୍ଷେତ୍ରଫଳକୁ 3 × 3 ମ୍ୟାଟ୍ରିକ୍ସ ଡିଟରମିନାଣ୍ଟ ମାଧ୍ୟମରେ ପ୍ରକାଶ କରିଛେ। କ'ଣ 3 × 3 ମ୍ୟାଟ୍ରିକ୍ସ ଡିଟରମିନାଣ୍ଟ ମାଧ୍ୟମରେ ପ୍ରକାଶ କରିଥାଏ। ତ୍ରିଭୁଜର କ୍ଷେତ୍ରଫଳ କ'ଣ କହୁଛି ନା ହାଫ୍ x1 x2 x3 y1 y2 y3 1 1 1। ତ ଏଇଟା ହେଉଛି ଆମେ ତ୍ରିଭୁଜର କ୍ଷେତ୍ରଫଳ ମ୍ୟାଟ୍ରିକ୍ସ ଆକାରରେ ଆମେ ପ୍ରକାଶ କଲେ। ତ ଆମେ ଜାଣିଛେ କ'ଣ କରିବା ହାଫ୍ x1 ଯଦି ଆମେ ନେବା x1 ନେଲେ ମାନେ ଏଇ ଲାଇନ୍ଟି କଟିଯିବ, ଏଇ ଲାଇନ୍ଟି କଟିଯିବ, ଖାଲି ଏତିକି ରହିବ, ବୁଝିହେଲା। y2 y3 1 1 ରହିବ। ସେଇଭଳି ସେକେଣ୍ଡ ଟର୍ମଟା ଯେହେତୁ ଫାର୍ଷ୍ଟଟା ପ୍ଲସ୍ ଆସିଲା ସେକେଣ୍ଡଟା ଆମେ କ'ଣ ନା ମାଇନସ୍ ନେବା। ଯଦି ଆମେ x2 ନେବା x2ର ପୁଣି ସେଇଭଳିଆ କ'ଣ ହେବ ଯଦି ଆମେ x2 ନେବା x2 ଲାଇନ୍ଟି କଟିଯିବ ଆଉ ସେ ଯେଉଁ ରୋରେ ଅଛି ସେଇ ଲାଇନ୍ଟି କଟିଯିବ, ଯେଉଁ କଲମରେ ଅଛି ସେଇ ଲାଇନ୍ଟି କଟିଯିବ, ବୁଝିହେଲା ହେଲା। ତ ସେଇଭଳି ଆମେ ତାପରେ ଯଦି ଆମେ x3କୁ ଯିବା x3 ଗଲେ କ'ଣ ହେବ x3 ଲାଇନ୍ଟି କଟିବ, x3ର ଲାଇନ୍ ଆମେ କାଟିଦେଲେ ଯେଉଁ ରୋରେ ଅଛି ଆଉ ଯେଉଁ କଲମରେ ଅଛି ବି ତାକୁ କାଟିଦେଲେ। ତ ଯାହା ବଳିଲା x3ର ଆମର କିଏ ବଳିବେ ନା y1 y2 1 1 ବଳିବେ। ତ ଏଇଭଳି ହିସାବରେ ଆମେ କ'ଣ କରିବା 2 × 2 ଡିଟରମିନାଣ୍ଟ ମ୍ୟାଟ୍ରିକ୍ସ ଆକାରରେ ପ୍ରକାଶ କରିଦେଲେ। ତାପରେ ତାକୁ ମଲ୍ଟିପ୍ଲାଏ କରିକି ତା ଧନାତ୍ମକ ମୂଲ୍ୟ ଆମେ ନିର୍ଣ୍ଣୟ କରିବା, କାହିଁକିନା ଧନାତ୍ମକ ହୋଇଯିବ ଯେହେତୁ ମଡ଼ ଅଛି ବା ମଡୁଲସ୍ ଅଛି। ନେକ୍ସଟ ଆମେ ଯିବା ଉଦାହରଣ 12କୁ। ଗୋଟିଏ ତ୍ରିଭୁଜର ଶୀର୍ଷବିନ୍ଦୁ ମାନଙ୍କର ସ୍ଥାନାଙ୍କ ଯଥାକ୍ରମେ 1 3 -7 6 5 -1 ହେଲେ ତ୍ରିଭୁଜଟିର କ୍ଷେତ୍ରଫଳ ନିର୍ଣ୍ଣୟ କର। ତ ଶୀର୍ଷବିନ୍ଦୁ ମାନଙ୍କର ସ୍ଥାନାଙ୍କ ସେ ଦେଇଛି x1 y1 ହେଲା 1 3 x2 y2 ହେଲା -7 6 x3 y3। ସପୋଜ ଏଟାକୁ ଆମେ x1 y1 ନେଲେ x2 y2 ନେଲେ ଆଉ x3 y3 ନେଲେ ତ୍ରିଭୁଜର କ୍ଷେତ୍ରଫଳ କ'ଣ ନା ସିମ୍ପଲି ଆମେ କ'ଣ କରିବା ନା ଫର୍ମୁଲା ପକାଇବା x1 y2 - y3 ପ୍ଲସ୍ x2 y3 - y1 ପ୍ଲସ୍ x3 y1 - y2 ହେଲା। ଏ ସୂତ୍ରଟି ପକାଇ ତା ମଡୁଲସ୍ ଦେବା, ତମେ ପୁଟ୍ କରିଦେବା ହେଲା। x1 ଜାଗାରେ 1 ଆଉ y2 - y3 ଭ୍ୟାଲୁ ଆଣି ସବୁ ପୁଟ୍ କରିଦେବା। କରିସାରିଲା ପରେ ଆମେ କ'ଣ ଦେଖିବା ନା ହାଫ୍ × 7 + 28 - 15 ହେଲା। ତ ଆମେ
ତାର ଉତ୍ତର ପାଇଲେ କେତେ ନା 28 ତାର 35 15 ଗଲେ କେତେ 20 20ରେ ଯେତେବେଳେ ଆମେ 2 ହରିଦେବା କେତେ ହେଇଯିବ 10 ହେବ ହେଲା। ନେକ୍ସଟ ଯିବା ସେ କହିଲା ଏ ହେଲା 1 2 ବି ହେଲା 0 5 ସି ହେଲା 2 -1 ବିନ୍ଦୁ ତ୍ରୟ ଏକଶ ରେଖାରେ ଅବସ୍ଥିତ। ତାହେଲେ ଏ ବି ସିର ଶେଷ ବିନ୍ଦୁ ସ୍ଥାନାଙ୍କ ଦେଇଛି ଆମେ ନିର୍ଣ୍ଣୟ କରିବା କ'ଣ ନା ତାର ଶେଷ ବିନ୍ଦୁ ଗୁଡ଼ିକ କ'ଣ ଏକଶ ରେଖାରେ। ତା ଅର୍ଥ ହେଲା ଆମେ ଜାଣିଛେ ଯେ ଶେଷ ବିନ୍ଦୁମାନଙ୍କର ଯଦି କ୍ଷେତ୍ରଫଳ 0 ହେଲା ତାହେଲେ ସେମାନେ ଏକଶ ରେଖା ରହିବେ। ତାହେଲେ ଏଠାରେ ଆମେ ନେବା କ'ଣ x1 y1 ହେଲା 1 2 x2 y2 ହେଲା 0 5 x3 y3 ହେଲା 2 -1 ଆମେ ଏହାକୁ ଆଗ ନେଇଯିବା ମନେ କର ବୋଲି। ତାହେଲେ ଏ ବି ସି ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ପୁଟ୍ କରିବା ସେ ଭ୍ୟାଲୁ ଗୁଡ଼ିକ ହେଲା x1 ଜାଗାରେ x1 y1 ଜାଗାରେ y1 x2 y2 x3 y3 ଏଇ ମୂଲ୍ୟ ଗୁଡ଼ିକ ପକାଇକି ଆମେ ଦେଖିବା ଯେ ଯଦି ଆମ କ୍ଷେତ୍ରଫଳ 0 ଆସିଗଲା ହେଲା ତାହେଲେ ଶେଷ ବିନ୍ଦୁ ଗୁଡ଼ିକ କ'ଣ ହେବେ ଏକଶ ରେଖାରେ ରହିବେ। ଆମର କେତେ ଆସିଛି କ୍ଷେତ୍ରଫଳ 0 ଆସିଛି। କ୍ଷେତ୍ରଫଳ ଆମର କେତେ ଆସିଛି 0 ଆସିଛି ବୁଝିହେଲା। ନେକ୍ସଟ ଯିବା ସେ କହିଲା ଉଦାହରଣ 14 କୌଣସି ଚତୁର୍ଭୁଜର ଶୀର୍ଷ ବିନ୍ଦୁ କ'ଣ କହିଛି ଏ ହେଲା -2 1 ବି ହେଲା 1 0 ସି 2 3 ଡି 0 4 ହେଲେ ଏହାର କ୍ଷେତ୍ରଫଳ ନିର୍ଣ୍ଣୟ କର। ଚତୁର୍ଭୁଜ ଏବିସିଡ଼ିର ଏସି କ'ଣ ନାମକରଣ କରିଦେବା। ତ୍ରିଭୁଜ ଏବିସି ଆଉ ତ୍ରିଭୁଜ ଏସିଡ଼ି ଦୁଇଟି ତ୍ରିଭୁଜ ଆମେ ପାଇବା ହେଲା। ଯଦି କର୍ଣ୍ଣ ଏସି ଆମେ କରିଦେବା ଦୁଇଟି ତ୍ରିଭୁଜ ପାଇଯିବା। ତ ଆଗରୁ ଆମେ ପଢ଼ିଥିଲେ କ'ଣ ପଢ଼ିଥିଲେ ନା ଏବିସିଡ଼ି ଚତୁର୍ଭୁଜର କ୍ଷେତ୍ରଫଳ ପାଇବା ପାଇଁ ତ୍ରିଭୁଜ ଏବିସିର କ୍ଷେତ୍ରଫଳ ଗୋଟେ ବାହାର କରିବା ତ୍ରିଭୁଜ ଏସିଡ଼ିର କ୍ଷେତ୍ରଫଳ ବାହାର କରିବା। ତ ଏବିସିଡ଼ି ଚତୁର୍ଭୁଜର କ୍ଷେତ୍ରଫଳଟା କେତେ ହେବ ନା ଏବିସି ତ୍ରିଭୁଜ କ୍ଷେତ୍ରରେ x1 y1 x2 y2 x3 y3 ଆମେ ନେଇଯିବା ହେଲା। ତ ସେଇଭଳି ଆମେ କେମିତି କରିବା ନା ସପୋଜ ଆମର ଏଇଟା ହେଲା ଏ ଏଇଟା ହେଲା ବି ଏଇଟା ହେଲା ସି ଏଇଟା ହେଲା ଡି ଆମେ କର୍ଣ୍ଣ ଏସିଡ଼ିର କରିଦେଇଛେ ମାନେ ଗୋଟେ ପାଇଲେ ଏ ବି ସି ଆଉ ଗୋଟେ ପାଇଲେ ଏ ଡି ସି ଆଉ ଗୋଟେ ଆମେ ପାଇଲେ କ'ଣ ଏ ଡି ସି। ତ ଏଥିରେ ଆମେ ଏ ବି ସି ତ୍ରିଭୁଜର କ୍ଷେତ୍ରଫଳରେ ଆମେ ଏ ର ସ୍ଥାନାଙ୍କ ଲେଖିଦେଲେ -2 1 ବି ର ସ୍ଥାନାଙ୍କ ଲେଖିଦେବା 1 0 ସି ର ସ୍ଥାନାଙ୍କ ଲେଖିଦେବା 2 3 ହେଲା। ତାପରେ ଡି ର ସ୍ଥାନାଙ୍କ ଲେଖିଦେବା 0 4 ହେଲା। ତ ଆମେ ଏବେ -2 1 1 0 2 3କୁ ନେଇକି ଗୋଟେ ପାଇଲେ ସେଇଭଳିଆ ଏସିଡ଼ି କ୍ଷେତ୍ରରେ -2 1 0 4 ଆଉ କ'ଣ 2 3କୁ ନେଇକି ପାଇଲେ ଦୁଇଟି ଯାକର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ଦୁଇଟି ଯାକ କ୍ଷେତ୍ରଫଳ ନିର୍ଣ୍ଣୟ କରିସାରିଲା ପରେ କ'ଣ କରିବା ତାକୁ ଆଡ଼୍ କରିଦେବା। ଏ ବି ସି ତ୍ରିଭୁଜର କ୍ଷେତ୍ରଫଳ ଦୁଇଟି ଯାକ ତ୍ରିଭୁଜର କ୍ଷେତ୍ରଫଳ ଆଡ଼୍ କରିଦେଲା ପରେ କେତେ ପାଇଲେ 9 ବର୍ଗ ଏକକ ଆମେ ପାଇଲେ। କେତେ ପାଇଲେ 9 ବର୍ଗ ଏକକ। ତ ତ୍ରିଭୁଜର କ୍ଷେତ୍ରଫଳ ପାଇଁ ଆମେ ଏଇଭଳି ମଧ୍ୟ ସୂତ୍ର ଆଗରୁ ପଢ଼ିଥିଲେ। এই ସୂତ୍ରଟିକୁ ହାଫ୍ x1 x2 x3 y1 y2 y3 1 1 1 এই ସୂତ୍ରକୁ ମଧ୍ୟ ବ୍ୟବହାର କରିକି ଆମେ କ'ଣ କରିବା କ୍ଷେତ୍ରଫଳ ନିର୍ଣ୍ଣୟ କରିପାରିବା। ନେକ୍ସଟ ଆମେ ଯିବା ନେକ୍ସଟ କ'ଣ କହିଲା ଏକ୍ସରସାଇଜ 6C। ତ ବନ୍ଧନୀ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର। ତାହେଲେ ବନ୍ଧନୀ ମଧ୍ୟରୁ ବାଛିବା କୌଣସି ତ୍ରିଭୁଜର ଗୋଟିଏ ତ୍ରିଭୁଜର ଶୀର୍ଷ ବିନ୍ଦୁ ତ୍ରୟ ଦେଇଛି ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କର। ଶୀର୍ଷ ବିନ୍ଦୁ ଦେଇଛି ମାନେ ଆମେ କ'ଣ କରିବା ଫର୍ମୁଲା ପକାଇବା ହେଲା ହାଫ୍ x1 y2 minus y3 x2 y3 minus y1 plus x3 y1 minus y2 এই ଫର୍ମୁଲାଟା ପକାଇବା। ପକାଇଲେ କ'ଣ ହେବ ନା ସେ ଆମକୁ କହିଛି କେତେ ହାଫ୍ x1 ହେଇଗଲା ଆମର କେତେ 2 y2 minus y3 2 y2 minus କେତେ y2 minus y3 ତ 2 ହେଲେ ଏଇଟା ହେଇଯିବ କେତେ y2 ହେଲା 5 minus y3 ବୋଲେ ହେଇଗଲା କେତେ 0 ତ 0 ବୋଲି ଏଇଟା ପୁରା 0 ହେଇଯିବ 2 into 0 ପ୍ଲସ୍ ସେଇଭଳି x2 y3 minus y1 x2 ହେଉଛି ଆମର କେତେ ନା x2 ହେଉଛି -3 y2 minus y1 ସିଏ ବି ସେ 0 ବୁଝିହେଲା ସିଏ ବି ସେ 0 ପ୍ଲସ୍ x3 0 ସିଏ ବି ସେ 0 ବୁଝିହେଲା
ତ କ୍ଷେତ୍ରଫଳଟା କେତେ ଆସିବ ନା 0 ଆସିବ। ସବୁତକ ଯଦି 0 0 0 ଆସିଲା, ହାଫ୍ ଇଣ୍ଟୁ 0 କେତେ ହେବ 0 ହେବ, ଆଉ ଆନ୍ସର୍ ହେବ ସି। ବୁଝିଗଲା, 0 ହେବ ଆନ୍ସର୍। ନେକ୍ସଟ ଯିବା, ଯଦି ଏ ଇଜିକାଲ୍ ଡ୍ୟାସ୍ ହୁଏ ତେବେ a -2 2 5 2 10 ବିନ୍ଦୁରେ ଏକ ସରଳରେଖାରେ ରହିବେ। ତ ଆମେ କ'ଣ କରିବା, ଏର ମୂଲ୍ୟ ସେଇଭଳିଆ ଆମେ ପକାଇବା। କ'ଣ କହିଲେ, ଏକ ସରଳରେଖାରେ ରହିବେ ମାନେ କ'ଣ, କ୍ଷେତ୍ରଫଳ 0 ହେବ। କ୍ଷେତ୍ରଫଳ 0 ହେବ ମାନେ ହାଫ୍ ତ ଏ ଆମେ ଲେଖିଦେବା ଏ, ତ 5 - 10 ହେଇଗଲା କେତେ -5, ସେଇଭଳି ପ୍ଲସ୍ 2 ଇଏ ହେଇଯିବ କେତେ ନା 10 + 2 ହେଲା 12, ଏ ପୁଣି ପ୍ଲସ୍ 2 -7ର ମୋଲସ୍। ତ ଏଇଟା କେତେ ହେଇଯିବ, ମୋଲସ୍ ଦେଇଦେଲା ପରେ = ହାଫ୍, ଇଏ ହେଇଗଲା -5, ଇଏ ହେଇଗଲା 12 ଇଏ ହେଇଗଲା 24, ଇଏ ହେଇଗଲା -14। ବୁଝିହେଲା, = 0। ଆମର ଯଦି କ୍ଷେତ୍ରଫଳ କ'ଣ ହେବ 0 ହେବ, ଏକ ଶହେରେ ମାନେ, ତ ତାହେଲେ ଏଇଟା କ'ଣ ହେଇଯିବ, ତ 5 + 5 -5 + 10, ତ -5 + 10 = 0। ତ ତାହେଲେ -5 = -10, a = -10/-5 2। ଏର ମୂଲ୍ୟ କେତେ ବାହାରିଲା, 2 ବାହାରିଲା। ବୁଝିହେଲା। ତାପରେ ନେକ୍ସଟ ଯିବା, ୱାଇର ମାନ ଡ୍ୟାସ୍ ପାଇଁ -2 -2 0y 3 3 ବିନ୍ଦୁ ଦ୍ୱାରା ଏକ ସରଳରେଖା ରହିବେ। ହେଲା, ତ ଆମେ କେତେ ପାଇଲେ, ଏଇଟା 2 ପାଇଲେ। ୱାଇର ମାନ ସେଇଭଳି ବିନ୍ଦୁ ଦ୍ୱାରା ଏକ ସରଳରେଖା ରହିବା ପାଇଁ ଆମେ ସୂତ୍ର ପକାଇବା। ତ ଆମେ କେତେ ପକାଇବା ନା ଆମର ହାଫ୍, ଆମର ଏକ ସରଳରେଖା ରହିବା ପାଇଁ କ୍ଷେତ୍ରଫଳ କ'ଣ ହେବ 0 ହେବ। ତ ତାହେଲେ -2 y2 - y3 ପ୍ଲସ୍ ସେଇଭଳି x2 ତ 0, ସେଥିପାଇଁ ଆସିଲେ କିଛି ଲେଖିବା ଦରକାର ନାହିଁ, 0 ହେଇଯିବ। ପ୍ଲସ୍ x3 ହେଲା 3 -2 -y -2 -y, ତ କେତେ 0 ହେଇଯିବ। ହାଫ୍ -2y ହେଲା ପ୍ଲସ୍ 6 -3y = 0। ତ ତାହେଲେ ଏଇଟା କେତେ ହେଇଯିବ ନା 2y - 3y ହେଇଗଲା -y = 0, ତ y = 0। ତ yର ଆନ୍ସର୍ କେତେ ଆସିଲା ନା 0। ବୁଝିହେଲା। କେର ମାନ ଡ୍ୟାସ୍ ପାଇଁ k - 2 1 4 - 2 7 ବିନ୍ଦୁ ଦ୍ୱାରା ଏକ ରେଖୀୟ ହେବେ। ଏର ମାନ କେତେ ନେବା ନା କେର ମାନ ସେ କହୁଛି ନା k ବିନ୍ଦୁ ଦ୍ୱାରା ଏକ ରେଖୀୟ ହେବା ପାଇଁ ସୂତ୍ର କ'ଣ ଜାଣିଛେ ନା କ୍ଷେତ୍ରଫଳ 0 ହେବ। ବିନ୍ଦୁ ଦ୍ୱାରା ଏକ ରେଖୀୟ ହେବା ପାଇଁ ତା ଅର୍ଥ ଆମେ ପୁଣି ପକାଇବା। ତ ହାଫ୍ k ଇଏ ହେଇଯିବ କେତେ 4 - 7 ହେଲା -3, ପୁଣି ପ୍ଲସ୍ ଆମେ ପକାଇବା 1 7 9 ପ୍ଲସ୍ -2 ଗଲେ -2 -6 କ'ଣ ହେବ 0 ହେବ। ତ ତାହେଲେ ଏଇଟା ହେଲା -3k ପ୍ଲସ୍ 9
-12 = 0। ତାହେଲେ -3k -3 ବୁଝିହେଲା। 9ରୁ -3 ତାପରେ କେତେ ପଳେଇ ଆସିବ ଆମର, ତ ଆମେ ଦେଖିଲେ ହାଫ୍ ହେଲା k -3 k 4 -7 ହେଇଗଲା କେତେ -3। ସେଇଭଳି ଏଟା ନେଲେ 1 × 9 ଆଉ ଗୋଟେ ହେଲା -2 -6 ବୋଲେ -2 ଆଉ ଗୋଟେ ହେଲା -6। ଆମର ଏଟା କେତେ ହେବା କଥା +12 ହେବା କଥା। -2 -6 ନା, -2 -2 -4 ହେଲେ -6 ହେଲେ ଏଟା +12 ହେଇଯିବ। ବୁଝିହେଲା। ତ 12 ହେଲା କେତେ 21 -3k + 21 = 0 -3k -21 ବୁଝିହେଲା। ଆଉ ଥରେ ଟିକେ କରିଦେବା। ଏଇଟା ଆସିଲା କେତେ ନା ଆମର ହେଇଗଲା କେତେ ହାଫ୍ ଇଏ ନେଇଗଲା ଆମେ କେତେ k, ଇଏ ହେଇଗଲା କେତେ ନା k ନେଲା ପରେ ଆମର 4 -7 ହେଇଗଲା କେତେ -3। ସେଇଭଳି ପ୍ଲସ୍ ତାପରେ ନେବା କେତେ 1 ପରେ ହେଇଯିବ କେତେ × 9 ପ୍ଲସ୍ -2 × -2 -4 -6 ବୁଝିହେଲା। ତ = ହାଫ୍ -3k + 9 + 12 = 0। ତ ତାହେଲେ -3k + 12 + 21 = 0। ତ -3k = -21 k କେତେ ଆସୁଛି 7 ଆସୁଛି। ବୁଝିଲେ। ତ 7ର ଅପସନ୍ ନାହିଁ, ତ ତୁମେ ନିଜେ ଆଉ ଥରେ ଟିକେ ଟ୍ରାଏ କରିବ। ଏଇ ଫର୍ମୁଲା ପକାଇବ 7 ଆସୁଛି, ଦୁଇଥର ଆମେ ଦେଖିଲେଣି। ବୁଝିହେଲା। ତ ଆମର ଆସୁଛି କେତେ 7। ନେକ୍ସଟ ଯିବା। ନେକ୍ସଟ ହେଉଛି ଏର ମାନ ଡ୍ୟାସ୍ ପାଇଁ 4 -5 1a ଆଉ -2 7 ସ୍ଥାନାଙ୍କ ଭିତରେ ବିନ୍ଦୁ ଥିଲେ ଗୋଟିଏ ତ୍ରିଭୁଜର ଶୀର୍ଷ ବିନ୍ଦୁ ହେବେ ନାହିଁ। ସେ କହୁଛି ଏର ମାନ ଡ୍ୟାସ୍ ପାଇଁ 4 -5 1a -2 7 ସ୍ଥାନାଙ୍କ ଭିତରେ ବିନ୍ଦୁ ଥିଲେ ଗୋଟିଏ ତ୍ରିଭୁଜର କ'ଣ ହେବ ଏଠି ଶୀର୍ଷ ବିନ୍ଦୁ ହେବେ ନାହିଁ। ତାହେଲେ ଶୀର୍ଷ ବିନ୍ଦୁ ହେବେ ନାହିଁ, ତାହେଲେ ଆମେ କ'ଣ କରିବା ନା ଗୋଟିଏ ତ୍ରିଭୁଜର ଶୀର୍ଷ ବିନ୍ଦୁ ହେବା ପାଇଁ ଆମେ କ'ଣ କରିବା ତାଙ୍କର କ୍ଷେତ୍ରଫଳଟାକୁ ବାହାର କରିବା। ତ ଏହାର କ୍ଷେତ୍ରଫଳ କେତେ ହେବ ନା 1 ଆଉ ଯଦି ଆମେ ନିର୍ଣ୍ଣୟ କରିବା ବି ମୂଲ୍ୟଟାକୁ, ତ ସେ କହିଛି କେତେ x ନେଲା 4 -5 ଆଉ ଇଏ ହେଇଗଲା କେତେ ନା 1a, ଇଏ ହେଇଗଲା -2 ଆଉ 7। ତ ଏଠି ଆମେ ଶୀର୍ଷ ବିନ୍ଦୁକୁ ନିର୍ଣ୍ଣୟ କରିବା ପାଇଁ ତ ଏଠି ସିଏ ଆମେ କ'ଣ କରିବା ନା ତିନିଟାକୁ ଆମେ କେଉଁ ଫର୍ମୁଲା ପକାଇଦେବା ନା ଆମର ଶୀର୍ଷ ବିନ୍ଦୁ ହେବ, ତାହେଲେ ଆମେ କ'ଣ କରିବା ତିନିଟା ଶୀର୍ଷ ବିନ୍ଦୁ ଦେଇଥିଲେ କ୍ଷେତ୍ରଫଳ ବାହାର କରିପାରୁଥିଲେ। କିନ୍ତୁ ଏଠି ଆମର x2 y2ର ମୂଲ୍ୟ ଦେଇନି। ତ ଆମେ ଯଦି ଆମେ ଏଟାକୁ ଇକ୍ୱାଲ୍ କରିଦେବା ଏର ମୂଲ୍ୟକୁ ଯଦି ଆମେ 1 ନେଇଯିବା
ତ ଏଇଟା କ'ଣ ହେଇଯିବ ନା ତ୍ରିଭୁଜର ଶୀର୍ଷ ବିନ୍ଦୁ ହେବ ନାହିଁ। ତ ନେକ୍ସଟ ଆମକୁ ଦେଇଛି ଏହାର ମୂଲ୍ୟ ହେଇଯିବ କେତେ ବେଲେ 1। କେତେକ ତ୍ରିଭୁଜର ଶୀର୍ଷବିନ୍ଦୁମାନଙ୍କର ସ୍ଥାନାଙ୍କ ଦିଆଯାଇଛି, ପ୍ରତ୍ୟେକ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କର। ତ ଶୀର୍ଷବିନ୍ଦୁମାନଙ୍କର ସବୁ ସ୍ଥାନାଙ୍କ ଦିଆଯାଇଛି, ଆମେ ତ୍ରିଭୁଜମାନଙ୍କର କ'ଣ ବାହାର କରିବା କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ବୁଝିହେଲା। ତ ଆମକୁ ଦେଇଛି କ'ଣ ନା 3 0 4 5 2 0। ତ ଆମେ କ୍ଷେତ୍ରଫଳଟାକୁ ନିର୍ଣ୍ଣୟ କରିବା। ଏଠାରେ ସପୋଜ ହେଲା ଇଏ ହେଲା x1 y1, ହେଲା x2 y2 x3 y3, ଏମିତି ଆମେ ସବୁ ଶୀର୍ଷବିନ୍ଦୁ ଗୁଡ଼ାକୁ ନେଇଯିବା। ହେଲା, ନେଇଗଲା ପରେ ଆମେ ଲେଖିବା ଏଠାରେ x1 ହେଲା 3, x2 ହେଲା 4 ଆଉ x3 ହେଲା 2, y1 ହେଲା 0, y2 ହେଲା 5 ଆଉ y3 ହେଲା 0। ଏହି ହିସାବରେ ଆମେ କରିବା x1 x2 x3 y1 y2 y3 ଲେଖିଦେଲେ। ଲେଖି ସାରିଲା ପରେ ଆମେ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ତ୍ରିଭୁଜର କ୍ଷେତ୍ରଫଳ ପାଇଁ ସୂତ୍ର କ'ଣ ନା ହାଫ୍ x2 x1 y2 ମାଇନସ୍ y3 ଆମେ ଜାଣିଛେ, ସେ ସୂତ୍ରଟିକୁ ଲେଖିବା। ଲେଖିକି ଆମେ ପୁଟ୍ କରିବା। ଏବେ ହାଫ୍ x1 ହେଲା 3, ଇଏ ହେଇଗଲା 5ରୁ 0 ଗଲେ କେତେ ସେ 5 ପ୍ଲସ୍ ଇଏ ହେଇଯିବ 4, ଇଏ y3 ମାଇନସ୍ y1 ବୋଲେ 0 ମାଇନସ୍ 0 0, 4 ଇଣ୍ଟୁ 0 ପ୍ଲସ୍ 2 ଇଣ୍ଟୁ ଇଏ ହେଲା 0 ଫେରାଣ 5 ବୋଲେ ମାଇନସ୍ 5 ଏତିକି ଆମେ ପାଇଲେ। ତାହେଲେ ହାଫ୍ ଇଏ ହେଇଗଲା 15 ମିଶାଣ 0 ଫେରାଣ 10 ଇଜିକାଲ୍ ଟୁ ହାଫ୍ ଗୁଣନ 5, ଯେଉଁଟାକି ଆମର 5/2। କ୍ଷେତ୍ରଫଳ ଆମର କେତେ ଆସିବ 5/2। ନେକ୍ସଟ କ୍ୱେଶ୍ଚନକୁ ଯିବା। ଶୀର୍ଷବିନ୍ଦୁ ଆମକୁ ଦେଇଛି, ଯେହେତୁ ଶୀର୍ଷବିନ୍ଦୁ ଦେଇଛି ଆମେ 0 0 ଦେଇଛି, ଏଇଟା ହେଲା x1 y1 x2 y2 x3 y3 ଲେଖିଦେବା। ତ ତାପରେ କ'ଣ କରିବା ତ୍ରିଭୁଜ କ୍ଷେତ୍ରଫଳ ସୂତ୍ର ଲେଖିବା କ'ଣ ନା ଯେହେତୁ ଗୋଟେ ଶୀର୍ଷବିନ୍ଦୁ ଆମକୁ କ'ଣ କହିଛି ମୂଳବିନ୍ଦୁ ଦେଇଦେଇଛି, ତ ଯେହେତୁ ମୂଳବିନ୍ଦୁ ଆମକୁ ଦେଇଦେଇଛି ଆମେ 0 0 ଗୋଟେ ଦେଇଛି, ତ ଆମେ ସେଇ ଆକାରରେ ବି ବାହାର କରିପାରନ୍ତି ହାଫ୍ x1 y2 ମାଇନସ୍ x2 y1, କିମ୍ବା ଆମେ ନା x1 ହେଲା 0 x2 y1 ହେଲା ଆମର 0 x2 ହେଲା 1 y2 ହେଲା 0 x3 ହେଲା 1 y3 ହେଲା 1। ବୁଝିଲା, ଏଇ ଆକାରରେ ଆମେ ପୁଟ୍ କରିକି ବାହାର କରିପାରିବା। ହେଲା, ତ ଯଦି ମୂଳବିନ୍ଦୁ ଯେହେତୁ ଦେଇଦେଇଛି ଏଇ ଟୋଟାଲଟା ହେଲା, ତ ମୂଳବିନ୍ଦୁ ହେଲା ଆମ ସୂତ୍ର କ'ଣ କହୁଛି ହାଫ୍ x1 y2 ମାଇନସ୍ x2 y1। ବୁଝିହେଲା। ତ ସେଥିପାଇଁ ଆମେ କ'ଣ କରିବା ହାଫ୍ ଆମର x1 ହେଇଗଲା ସପୋଜ ଆମର ଏଇଟା ହେଇଗଲା x1 1 x2 ହେଲା ଆମର 1 y1 ହେଲା 0 y2 ହେଲା 1। ତ ହାଫ୍ 1 ଇଣ୍ଟୁ 1 ହେଲେ ଯେ 1 ଫେରାଣ 0 ଇଣ୍ଟୁ 1 ବୋଲେ ହାଫ୍ 1 ଫେରାଣ 0 ହେଇଗଲେ ହାଫ୍ ଇଣ୍ଟୁ 1 ଯେ ହାଫ୍ ବର୍ଗ ଏକକ ହେଇଯିବ। ବୁଝିଲ। କିମ୍ବା ମୁଁ ଯେମିତି କହିଲି ଯେ ଆମେ ତିନିଟାକୁ x1 x2 x3 y1 y2 y3 ଏଇ ଆକାରରେ ଆମେ ବାହାର କରିବା x1 y1 x2 y2 x3 y3 ପୁଟ୍ କରିଦେଲେ ମଧ୍ୟ ଆମେ ହାଫ୍ ପାଇବା। ନେକ୍ସଟ ଯିବା ତ୍ରିଭୁଜର ଶେଷବିନ୍ଦୁ କ'ଣ ଦେଇଛି -2 1 2 - 3 4 - 4। ତ ଏଠାରେ ଆମର କ'ଣ x1 ହେଉଛି କେତେ x1 ହେଲା -2 x2 ହେଲା 2 x3 ହେଲା 4 y1 ହେଲା 1 y2 ହେଲା -3 y3 ହେଲା -4 ବୁଝିହେଲା। ତ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। କ୍ଷେତ୍ରଫଳ ସୂତ୍ର ଆମେ ଜାଣିଛେ, ତ ହାଫ୍ x1 -2 y2 -y3 -3 ପ୍ଲସ୍ 4 ଏହିଭଳି ପ୍ଲସ୍ x2 ହେଲା 2 y3 -y1 -4 -1 ଏହିଭଳି ପ୍ଲସ୍ x3 ହେଲା 4 y1 -y2 y ପ୍ଲସ୍ 3ର ମଡୁଲସ୍ ହେଲେ ଏଇଟା କେତେ ହେଇଯିବ ନା 1, ଏଇଟା ହେଲା -2 ପ୍ଲସ୍ ଇଏ ହେଇଯିବ -10 ପ୍ଲସ୍ ହେଇଗଲା 4 16 16। ତ ଆସିଯିବ କେତେ ନା ହାଫ୍ ଇଣ୍ଟୁ ଇଏ ହେଲା -12 ପ୍ଲସ୍ 4 ବୋଲେ 2
ଆସିବ କେତେ 2 ବର୍ଗ ଏକକ ବୋଲି ଆମର ଆନ୍ସର୍ ଆସିବ। ନେକ୍ସଟ ଯିବା ଆମେ 5 7 6 4 2 - 5 ଆମକୁ ଦେଇଛି। ତ 5 7 ହେଉଛି କ'ଣ ନା ପ୍ରଥମ ଏ ପଏଣ୍ଟଟା ନେଇଯାଅ, ଏଇଟା ବି ପଏଣ୍ଟ ନେଇଯାଅ, ଏଇଟା ସି ପଏଣ୍ଟ ନେଇଯାଅ ହେଲା। ଏର ଶେଷ ସ୍ଥାନାଙ୍କ, ବିର ଶେଷ ସ୍ଥାନାଙ୍କ, ସିର ଶେଷ ବିନ୍ଦୁର ସ୍ଥାନାଙ୍କ। ଯଦି ଆମେ ପୁଟ୍ କରିବା ଏଇଟା ହେଲା x1 y1, ଏଟା ବିଟା ହେଲା x2 y2, ସିଟା ହେଲା x3 y3। ତାପରେ ଆମେ ପୁଟ୍ କଲେ ତ୍ରିଭୁଜର କ୍ଷେତ୍ରଫଳରେ ହାଫ୍ ହେଇଗଲା x1 ହେଲା 5 y2 - y3 y2 ହେଇଗଲା 4 - y3 ବୋଲେ ଏଇଟା +5 ହେଇଯିବ। ସେଇଭଳି x2 y3 - y1 y3 - y1 7 ବୁଝିଗଲା। ତ ସେଇଭଳି x3 ହେଉଛି 2 y1 - y2 y1 - y2 ହେଲା। ତ ତାହେଲେ ଆମେ କ'ଣ କରିପାରିବା ଇଜ୍ ଇକ୍ୱାଲ୍ ଟୁ ହାଫ୍ ଏ ହେଇଗଲା 5 9 5 4 + 5 ଏଇଟା ହେଇଯିବ 45 ବୁଝିହେଲା। ତ ଏଇଟା ହେଇଯିବ କେତେ 12 12 6 62 -72 ଏଇଟା ହେଇଯିବ କେତେ 7 4 3 6 + 6 ହେଲା ଇଜ୍ ଇକ୍ୱାଲ୍ ଟୁ କେତେ ହେଇଯିବ 51 ହାଫ୍ 51 ଫେଡାଣ 72 51 ଫେଡାଣ 72 ତ ହେଇଯିବ ହାଫ୍ -21 ତ ଇଜ୍ ଇକ୍ୱାଲ୍ ଟୁ 21/2 ଯେ 10.5 କେତେ ହେବ 10.5 ବର୍ଗ ଏକକ। ନେକ୍ସଟ ଯିବା ସେଇଭଳି ସେ କହିଲା 5 2 - 1 3 1 - 2 ଏଇଟାକୁ ଏ ନେଇଯାଅ, ଏଇଟାକୁ ବି ନେଇଯାଅ, ଏଇଟା ସି ନେଇଯାଅ। ତ x1 ହେଲା 5 y1 ହେଲା 2 x2 ହେଲା -1 y2 ହେଲା 3 x3 ହେଲା 1 y3 ହେଲା -2। ତ ତାକୁ ଆମେ ନେଇକି କ'ଣ କରିବା ନା ତାକୁ ଆମେ ବାହାର କରିବା। ତ୍ରିଭୁଜର ଶୀର୍ଷ ବିନ୍ଦୁ 3ଟା ହେଇଗଲା। ଏବେ ଆମେ ତାକୁ ଫର୍ମୁଲା ପକାଇବା। ଫର୍ମୁଲା ପକାଇଲେ କ'ଣ ହେବ ନା ହାଫ୍ x1 y2 ମାନେ ସବୁବେଳେ ତ୍ରିଭୁଜର କ୍ଷେତ୍ରଫଳ ସୂତ୍ରଟିକୁ ଆଗ ଲେଖିଦେବ, ଲେଖିକି ତାପରେ ପକାଇବ ଭୁଲ ହେବନି। ମୁଁ ସିନା ଆମେ ମୁହଁରେ କରିଦେଉଛେ କିନ୍ତୁ ତୁମର ଲେଖିଦେଲେ ତା ତଳେ ତଳେ ସେ ମୂଲ୍ୟ ଗୁଡ଼ାକ ପକାଇବ। ତାହେଲେ ହାଫ୍ x1 ହେଇଗଲା ଆମର କେତେ 5 y2 - y3 y2 - y3 ବୋଲେ +2 ହେଇଗଲା ପ୍ଲସ୍ x2 y3 - y1 y3 - y1 ସେଇଭଳି x3 y1 - y1 - y2 ତ ହାଫ୍ ଇଏ ହେଇଯିବ 25 ପ୍ଲସ୍ ଇଏ ହେଇଯିବ +4 ହେଇଯିବ -1 ହେଇଗଲା ଟୁ ହାଫ୍ ହେଇଗଲା 28 14 ବର୍ଗ ଏକକ ବୁଝିହେଲା। କେତେ ନା 14 ବର୍ଗ ଏକକ ଆମର ଆନ୍ସର୍ ଆସିଲା ବୁଝିହେଲା। ତ ଏବେ ଆମେ 2 ନମ୍ବର କମ୍ପ୍ଲିଟ୍ କଲେ। ତାପରେ ଆମେ ଯିବା ଏବେ କ'ଣ ନା 3 ନମ୍ବର। 3 ନମ୍ବର କ'ଣ କହୁଛି ଦର୍ଶାଉଛି ଦତ୍ତ ବିନ୍ଦୁ ଏକ ସରେଖାରେ ଅବସ୍ଥିତ। ତ ଆମେ ଦେଖେଇବା ବିନ୍ଦୁ ଗୁଡ଼ିକ ଏକ ସରେଖାରେ ଅଛନ୍ତି ନା 1 1 4 3 2 1 1 1 4 3 2 1 -2 -1 ଆମକୁ ଦେଇଛି। ତ ଏକ ସରେଖାରେ ଅବସ୍ଥିତ ମାନେ ଆମେ କ'ଣ ଦେଖେଇବା ନା ଆମର କ୍ଷେତ୍ରଫଳଟା 0 ଆସୁଥିବା କଥା। ଆମର କ୍ଷେତ୍ରଫଳ କେତେ ଆସିବ ଆମର କ୍ଷେତ୍ରଫଳ 0 ଆସିବ। ତ କ୍ଷେତ୍ରଫଳ 0 ଆସିବା ଲାଗି ଆମେ ଏଇଟା କ'ଣ ନେଇଯିବା, ଏଇଟା ଏ ନେଇଗଲେ, ଏଇଟା ବି ନେଇଗଲେ, ଏଇଟା ସି ନେଇଗଲେ, ତେଣୁ କ୍ଷେତ୍ରଫଳ ନିର୍ଣ୍ଣୟ କରିବାକୁ ପଡ଼ିବ। ତ ଆମେ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିଲେ କେତେ ହେବ ଏଇଟା ହାଫ୍ ଇଏ ହେଇଗଲା x1 ହେଲେ 1
y2 माइनस y3 y2 माइनस प्लस x2 ना 4 y3 माइनस y1 ସେଇଭଳି x3 ଟା ହେଇଗଲା ଆମର -2 ଆଉ y1 ମାଇନସ୍ y2 ବୁଝିହେଲା। ତ ସବୁବେଳେ ସେଥିପାଇଁ ଆମକୁ x1 x2 x3 ଏକାବେଳେ ଲେଖିକି y1 y2 y3 ଲେଖିଦେଲେ ତ ସୂତ୍ର ତଳେ ଆମେ ଆରାମସେ ପୁଟ୍ କରିପାରିବା। ତ ଇଏ ଆସିଲା ହାଫ୍, ଇଏ ହେଇଗଲା 4, ଇଏ ଯିବ -8, ଇଏ ହେଇଗଲା 4। ତ ଆମର ଆନ୍ସର୍ କେତେ ଆସିବ ହାଫ୍ ଇଣ୍ଟୁ ଏଇଟା 4 ହେଇଗଲା 8 ଗଲେ 0, ତ ଆନ୍ସର୍ ଆସିବ 0। ସେଥିପାଇଁ ଆମେ ଲେଖିପାରିବା ବିନ୍ଦୁ ତ୍ରୟ ଏକ ସରଳରେଖାରେ ଅବସ୍ଥିତ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। -1 -5 0 -3 4 5 ହେଲା। ଏଇଟା ଏ ହେଲା ବି, ଇଏ ହେଲା ସି। ତ ଏହାର ସେମିତି ତ୍ରିଭୁଜର କ୍ଷେତ୍ରଫଳ କ'ଣ ହେବ? ହାଫ୍ -1 ହେଲା -3 -5 ପ୍ଲସ୍ x2 ହେଲା 0, ଯଦି 0 ସେ ଟୋଟାଲଟା 0 ହେଇଯିବ, ତାକୁ ଲେଖିବାକୁ ଦରକାର ନାହିଁ। ବୁଝିହେଲା। ତାପରେ x3 ଟା ହେଲା 4, ଏଇଟା -5 ପ୍ଲସ୍ 3 ଇଜ୍ ଇକ୍ୱାଲ୍ ଟୁ ହାଫ୍, ଏ ହେଲା -1 ଗୁଣନ -8 ହେଲା। ଏଇଟା ଡାଇରେକ୍ଟ ଲେଖିଦେବା, +8 ଲେଖିଦେବା ପିଲେ ହେଲା। ତାପରେ ଏଠି 0 ହେଇଗଲା, ଇଏ ହେଇଗଲା -8, ତ ହାଫ୍ ଇଣ୍ଟୁ କେତେ 8 ଗଲେ 0, ତ ଆନ୍ସର୍ ଆସିଗଲା 0। ତ ତ୍ରିଭୁଜ ଶୀର୍ଷ ବିନ୍ଦୁ ତ୍ରୟ ଏକ ସରଳରେଖାରେ ଅବସ୍ଥିତ ଲେଖିବା। ନେକ୍ସଟ ଯିବା ଟ୍ରିପୁଲ୍ ଆଇ 1 4 3 -2 -3 16। ଏଠି ବି ସେମିତି ଏ ହେଲା 1 4, ବି ହେଲା 3 -2, ସି ହେଲା -3 ଆଉ 16। ଆମେ ଏବେ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ହେଲା। ତ୍ରିଭୁଜର କ୍ଷେତ୍ରଫଳ ହାଫ୍ x1 y2 - y3 -2 -16 ପ୍ଲସ୍ x2 y3 - y1 y3 - y1 ପ୍ଲସ୍ x2 ପ୍ଲସ୍ x3 y1 - y2 y1 4 ହେଇଗଲା y1 - y2। ତ ତାହେଲେ ହାଫ୍ -18 ଇଏ ହେଇଯିବ। ତ ଇଏ ହେଇଗଲା 6 ହେଇଗଲେ 12 36, ଇଏ ହେଇଯିବ ଆମର x3 ଜାଗାରେ ଆମେ କେତେ ଲେଖିଲେ? ଏଇଟା x3 ଲେଖିଦେଇଛି ଭୁଲରେ, -3 ଆମର ହେଲା। ଆନ୍ସର୍ ଆସିବ ଇଏ ହେଇଗଲା -3 ହେଲେ ଇଏ ହେଇଯିବ -18, ଏଇଟା କେତେ ହେଇଯିବ -18। ତ କେତେ ହେଇଯିବ -18, 36 ଗଲେ +18, ଇଏ ହେଇଯିବ +18, -18 +18 କଟିଯିବ। ତ ତାହେଲେ ହାଫ୍ ଇଣ୍ଟୁ 0 ବର୍ଗ ହେବ। ତାହେଲେ ତ୍ରିଭୁଜ ଶୀର୍ଷ ବିନ୍ଦୁ କ'ଣ ହେବ? ଏକ ସରଳରେଖାରେ ଅବସ୍ଥାନ କରିବେ। ନେକ୍ସଟ ଆମେ ଯିବା ତ ଏ ବି ସି ନେଇଯିବା। ଏ ହେଲା -4 -6, ବି ହେଲା -2, ସି ହେଲା 5 ଆଉ 6। ତ୍ରିଭୁଜର କ୍ଷେତ୍ରଫଳ ପାଇବା ପାଇଁ ସୂତ୍ର ହେଲା ହାଫ୍। ତ ଆମେ ଏବେ ଲେଖିବା x1 y2 -3, x1 ଟା ହେଉଛି ଆମର -4a, y2 - y3 -2a -6a, ସେଭଳି ପ୍ଲସ୍ x2 ହେଲା -a, y3 ହେଲା 6a ହେଲେ +6 ହେଇଯିବ। ସେଭଳି x3 y1 - y2 ହେଲେ ଏଇଟା ଯିବ -6a, ଏଠି +2a ହେଇଗଲା। ତାହେଲେ ହାଫ୍
ହେଇଯିବ କେତେ 6 2 8 32 ସ୍କୋୟାର ହେଇଯିବ ମାଇନସ୍ 12 ସ୍କୋୟାର ହେଇଯିବ 4 2a ମାଇନସ୍ 6a ମାଇନସ୍ 20 ସ୍କୋୟାର 20 ସ୍କୋୟାର। ତାହେଲେ 32 12 20 ଏଇଟା ହେଲା ପ୍ଲସ୍ 20 ହେଲା ମାଇନସ୍ 20 କ୍ୟାନସଲ୍ ହେଇଗଲା ଆଉ କ'ଣ ତାହେଲେ ହାଫ୍ ଇଣ୍ଟୁ 0 ଯେ 0 ବର୍ଗ ଏକକ। ତାହେଲେ ଆମେ ଲେଖିପାରିବା ବିନ୍ଦୁତ୍ର ଏକ ସରେଖାର ଅବସ୍ଥିତ। ନେକ୍ସଟ ଯିବା ମାଇନସ୍ a ଟୁ b 0b ଆଉ a/2 b/2 ସେ କ'ଣ ନା ବିନ୍ଦୁତ୍ର ଏକ ସରେଖାରେ ଅବସ୍ଥିତ ଏଣୁ ଦେଖେଇବା ବୁଝିହେଲା। ତ ଏଇଟା ଆମେ କ'ଣ କରିବା ସେଇ ସୂତ୍ର ପୁଣି ସେମ୍ ସୂତ୍ର ପକାଇବା ତ ହାଫ୍ x1 ଫାର୍ଷ୍ଟଟା ହେଲା ଏ ପଏଣ୍ଟ ସେକେଣ୍ଡଟା ବି ପଏଣ୍ଟ ଥାର୍ଡ଼ଟା ସେ ପଏଣ୍ଟ x1 ହେଲେ ମାଇନସ୍ y2 ମାଇନସ୍ y3 b ମାଇନସ୍ b/2 ହେଇଗଲା ପ୍ଲସ୍ x2 ତ 0 ଯେଉଁଟା କିଛି ଲେଖିବା ଦରକାର ନାହିଁ 0 ହେଇଯିବ ପ୍ଲସ୍ x3 ହେଉଛି ଆମର a/2 ତ a/2 y1 ମାଇନସ୍ a/2 y1 ମାଇନସ୍ y2 2bରୁ b ଗଲେ କେତେ ହେଇଯିବ b ହେଇଯିବ କେତେ ହେଇଯିବ b ହେଇଯିବ a/2 2b ମାଇନସ୍ b ଚାଲ b ଲେଖିବା ଆଉ ହେଲା। ତ କେତେ ଆସିଲା ହାଫ୍ ମାଇନସ୍ ଏ ହେଲା b/2 ହେଲା ଏ ହେଇଗଲା ପ୍ଲସ୍ 0 ପ୍ଲସ୍ ab/2 ତାହେଲେ କହୁଛି କଷ୍ଟ କେତେ ହେବ ନା ହାଫ୍ ମାଇନସ୍ ab/2 ପ୍ଲସ୍ ab/2 ଇଜ୍ ଇକ୍ୱାଲ୍ ଟୁ କଟିଯିବ ହାଫ୍ ଗୁଣନ 0 ତ 0 ବର୍ଗ ଏକକ। ତ ଆମେ ଲେଖିବା ବିନ୍ଦୁତ୍ରୟ ଏକ ସରେଖାରେ ଅବସ୍ଥିତ ହେବେ ABC ତ୍ରିଭୁଜରେ ବିନ୍ଦୁତ୍ରୟ କ'ଣ ହେବେ ଏକ ସରେଖାରେ ଅବସ୍ଥିତ ହେବେ। ଆଜି ପିଲାମାନେ ଆମେ ଏଇ ପର୍ଯ୍ୟନ୍ତ କରିବା ନେକ୍ସଟ ଭିଡ଼ିଓରେ ଆମେ ତା ପରଠୁ ଆରମ୍ଭ କରିବା। ତ ଆଶା କରୁଛି ଭଲ ଭାବରେ ତୁମେ ଏ ଅନୁସାରେ ସୂତ୍ର ଉଦାହରଣ ଏବଂ ଆମେ 3 ନମ୍ବର ପର୍ଯ୍ୟନ୍ତ କରିଲେ ବୁଝିପାରିଥିବ। ଯଦି ଭଲ ଲାଗିଲା ତାହେଲେ ସାଙ୍ଗସାଥିମାନଙ୍କୁ ଲାଇକ୍ କରିବାକୁ ଏବଂ ସେୟାର କରିବାକୁ କିନ୍ତୁ ଭୁଲିବନି ନିଜେ ଲାଇକ୍ କରିବ ଆଉ ସାଙ୍ଗସାଥିମାନଙ୍କୁ ସେୟାର କରିବ ଆଉ କମେଣ୍ଟରେ ଯେଉଁଟା ଡାଉଟ୍ ତାକୁ ଲେଖିକି ଜଣାଇବ ଆଉ ନୂଆ ଯେଉଁମାନେ ଅଛ ସେମାନେ ସବସ୍କ୍ରାଇବ୍ ଯେମିତି କରିବାକୁ ଭୁଲିବନି। ତ ନେକ୍ସଟ ଭିଡ଼ିଓରେ ଆମେ ତା ପରଠୁ ଷ୍ଟାର୍ଟ କରିବା 4 ନମ୍ବରଠୁ ପୁଣି କରିବା।